ତାଳଚେର ଜଣେ ଯୁବ ନେତା ଅନ୍ୟର ଜଣେ କାର୍ଯ୍ୟରତ ଡକ୍ଟରକୁ ଆପଣ କହୁଛନ୍ତି କି ତାଙ୍କୁ ଷଡ଼ଯନ୍ତ୍ର କରି ଫସେଇ ଦିଆଯାଇଛି କ'ଣ ସତ? ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଇଏ ଗୋଟେ ପ୍ରି ପ୍ଲାନିଂର ସହିତ ସାର୍ଙ୍କୁ ଆଜି ଏଇଠାରୁ ଭିଜିଲାନ୍ସ ଦ୍ୱାରା ତୋଡ଼ି ଦିଆଯାଇଛି। ଆଉ ଏଠିକାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କହିଲେ ଚଳିବ। ଯାହାଙ୍କୁ ଟ୍ରାନ୍ସଫର କରାଯାଇଥିଲା ତାଙ୍କ ନାଁ ହେଉଛି ସଞ୍ଜୟ। ସେ ଆଜି ଭୂତ ସଂକ୍ରାନ୍ତ କରିକି ସାର୍ଙ୍କୁ ଏଇଠାରୁ ଭିଜିଲାନ୍ସ ଦ୍ୱାରା ତାଙ୍କୁ ଏଇଠାରୁ ତୋଡ଼ି ଦେଇଛନ୍ତି। ଆପଣ ଥରେ ଭାବନ୍ତୁ, କଣିହାବାସୀ ଯେଉଁ ଦିନଠୁ ପଟେଲ ସାର୍ ଆସିଥିଲେ ସ୍ୱୟଂ ଭଗବାନ କଣିହାବାସୀଙ୍କ ପାଇଁ, ଆଜି ଯେଉଁ ଡେଲିଭରି ମହିଳା ମାନେ ହଉ ଶିଶୁମାନେ ଆଜି ଯେଉଁମାନେ ରୋଗଗ୍ରସ୍ତରେ ଅଛନ୍ତି ସେମାନଙ୍କୁ ଚିକିତ୍ସା କେମିତି ମିଳିବ ଏ ପ୍ରକାର ଷଡ଼ଯନ୍ତ୍ର କରି ତମେ ତାଙ୍କୁ ତଡ଼ି ଦେଇଛ। ତ ବର୍ତ୍ତମାନ ସେଇ ମହିଳାମାନଙ୍କୁ ସେଇ ଶିଶୁମାନଙ୍କୁ କିଏ ଏଠି ସୁରକ୍ଷା ଦେବ? ଆଜି ଆମେ କହୁଅଛୁ କଣିହାବାସୀ ସମସ୍ତେ ମିଶିକି କହୁଅଛୁ କି ସାର୍ଙ୍କୁ ତୁରନ୍ତ ଆଣିକି ଏଠି ଦିଅନ୍ତୁ, ନହେଲେ ତାଙ୍କ ଜାଗାରେ ଜଣେ ଗାଇନିକ୍ ସ୍ପେଶାଲିଷ୍ଟ ସହିତ ଅଲ୍ଟ୍ରାସାଉଣ୍ଡ କରୁଥିବା ଜଣେ ଡକ୍ଟରକୁ ଏଠି ପଠାଯାଉ, 2 ଜଣ ଡକ୍ଟରକୁ ଏଠି ପଠାଯାଉ। ନଚେତ୍ ଇଏ ଯେଉଁ ପ୍ରକାର ଷଡ଼ଯନ୍ତ୍ର କରିକିରି ଇଏ କାମ କରିଛନ୍ତି ତାଙ୍କ ବିରୁଦ୍ଧରେ ଚାଇ କିରାଣୀ ଠାରୁ ଆରମ୍ଭ କରିକିରି ବିଧାୟକ ପର୍ଯ୍ୟନ୍ତ ଯିଏ ବି ଏଥିରେ ଇନଭଲ୍ଭ ଥିବ ତାକୁ ଉଚ୍ଚ ସ୍ତରରେ ୟାର ପୁଖାନ ତଦନ୍ତ କରାଯାଉ। ନଚେତ୍ କଣିହାବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ। ଆପଣ ଭାବୁଛନ୍ତି ସେ କାର୍ଯ୍ୟରତ ଡକ୍ଟର ତାକୁ ଚକ୍ରାନ୍ତ କରାହେଇ ନା ପବ୍ଲିକ ତ ସେଭଳି କିଛି କରିନାହାନ୍ତି? ମାନେ ଏଇ ସବୁଠୁ ବଡ଼ ଦୁଃଖଦାୟକ। କଣିହାବାସୀ କେହି ବି ସେଇ ଷ୍ଟେପ୍ ଉଠେଇ ନାହାନ୍ତି ସାର୍ଙ୍କୁ ଦୁଲାମ କରିବା ପାଇଁ। ବାହାରୁ ଲୋକ ଆସି ଏଠି ଯେଉଁ ପ୍ରକାର ମାନେ ଚକ୍ରାନ୍ତ କରିଛନ୍ତି, ଖୁଦ୍ ତାଙ୍କ ଷ୍ଟାଫ୍ ଲୋକ, ମୁଁ ସଞ୍ଜୟ ବାବୁକୁ କହିବି ଟ୍ରାନ୍ସଫର ହେଇଥିଲା କାହା ଛତ୍ର ଛାୟା ତଳେ ଆପଣ ରହି ଆଜି ପୁଣି ଥରେ ଆସି କଣିହା ମେଡ଼ିକାଲରେ ଭର୍ତ୍ତି ହେଇଛନ୍ତି। ଏ ବିଷୟ ପ୍ରତି ପୁଖାନ ଭାବରେ ତଦନ୍ତ କରାଯାଉ। ନଚେତ୍ ଆଗାମୀ ଦିନରେ ଆମେ ରାସ୍ତାଘାଟ ବନ୍ଦ କରିବା ପାଇଁ ଆମକୁ କେହି ବି ରଖିପାରିବାନି। ଦେଖନ୍ତୁ ଆଜ୍ଞା, କଣିହା ଅଞ୍ଚଳ ଗୋଟେ ଶିଳ୍ପା ଅଞ୍ଚଳ। ଏଠି ଏନ୍ଟିପିସି ଅଛି, ଜିନ୍ଦଲ ଅଛି, MCL କୋଲ୍ ମାଇନିସ୍ ଅଛି। ଏଠି ଆଜ୍ଞା ଯଦି ଭଲ ଡକ୍ଟର ନ ରହିବେ ଲୋକମାନେ ତ ରୋଗଗ୍ରସ୍ତରେ ମରିବେ। ତାହେଲେ ଆମକୁ କ'ଣ ମାନେ ମାରିବା ଉପରେ ବସୁଛନ୍ତି କି? ଏ ଯେଉଁ ଚକ୍ରାନ୍ତ କରିକି ଆଜି ଏ ଜଣେ ମାନେ ସଚୋଟ ଜଣେ ଡକ୍ଟର ସୁମନ୍ତ କୁମାର ପଟେଲକୁ ଆପଣ ଏଇଠାରୁ ତଡ଼ି ଦେଇଛନ୍ତି। କଣିହା ପାଇଁ ଜଣେ ଭଗବାନ, ରୋଗୀଙ୍କ ମାନଙ୍କ ପାଇଁ ଜଣେ ଭଗବାନ ଅଟନ୍ତି। ଆପଣ ଏ ପ୍ରକାର ଚକ୍ରାନ୍ତ କରୁଛନ୍ତି ଆଜ୍ଞା, ଆପଣଙ୍କୁ ଧର୍ମ ସହିବନି ଆଜ୍ଞା। ଆପଣ ଯେଉଁ କର୍ମ କରୁଛନ୍ତି ସେଇ କର୍ମରେ ନିହାତି ମରିବେ। ତ ଏ ବିଷୟ ଆମେ କଣିହାବାସୀ ବସି ବୋଧେ ଆପଣମାନଙ୍କୁ ଜଣାଇ ଦେଉଛୁ। ଯଦି ଗାଇନିକ୍ ସ୍ପେଶାଲିଷ୍ଟ ଡକ୍ଟର ଯଦି ନ ଆସନ୍ତି କିମ୍ବା ଅଲ୍ଟ୍ରାସାଉଣ୍ଡ ଟେକ୍ନିକାଲର ଯଦି ସ୍ପେଶାଲିଷ୍ଟ ଡକ୍ଟର ନ ଆସନ୍ତି ତାହେଲେ ଆମେ କଣିହା ସମ୍ପୂର୍ଣ୍ଣ ବନ୍ଦ କରିବୁ, କେହି ରଖିଦେବେ ଆଜ୍ଞା। ଆମ କଣିହାବାସୀ କେହି ଜାଣି ନାହାନ୍ତି, ଇଏ ଗୋଟେ ପ୍ରି ପ୍ଲାନିଂର ଖେଳ ଆଜ୍ଞା। ଆଗରୁ ସବୁ ଷଡ଼ଯନ୍ତ୍ର କରିକି ରଖିଛନ୍ତି। ଆଉ ଏଥିରେ କାହା ହାତ ଅଛି ଆପଣମାନଙ୍କୁ ଭଲ ରୂପେ ଜଣା। ତ ଆମେ ଚାହୁଁଛୁ ୟାକୁ ଉଚ୍ଚ ସ୍ତରରେ ପୁଖାନ ଭାବରେ ୟାର ସୁବିଚାର କରାଯାଉ, ୟାର ତଦନ୍ତ କରାଯାଉ। ନଚେତ ଆଜ୍ଞା ଆମେ ତ କହିସାରିଛୁ କି କଣିହାବାସୀ ସବୁ ପଞ୍ଚାୟତରୁ ଲୋକ ମହିଳା ସମସ୍ତେ ଯାଇ ଆମେ ରାଜରାସ୍ତାରେ ଓହ୍ଲେଇବୁ, କେହି ରଖିଦେବେ।